ସାଙ୍ଗମାନେ ଯେତେବେଳେ ବହି ଶିକ୍ଷା ଦିଏ ସେତେବେଳେ ନିଦ ଆସିଯାଏ, ଆଉ ଯେତେବେଳେ ଜୀବନ ଶିକ୍ଷା ଦିଏ ସେତେବେଳେ ନିଦ ଉଡ଼ିଯାଏ। ଏକଥା ମୁଁ ନୁହେଁ, କେନ୍ଦ୍ରାପଡ଼ାର ଜଣେ ଭାଇ କହିଲେ, ଯିଏକି ଏବେ ସାଣ୍ଡୱିଚ୍ ବାଲା ନାଁରେ ବେଶ୍ ପରିଚିତ। ସାଙ୍ଗମାନେ ଏହି ପିଜା, ବର୍ଗର ଆଉ ସାଣ୍ଡୱିଚ୍ ଫରେନ୍ କଲଚରର ଟ୍ରାଡିସନାଲ ଫୁଡ୍ସ ହୋଇଥିଲା ବେଳେ ଏବେ ଏହିସବୁ ଖାଦ୍ୟର ଚାହିଦା ଭାରତ ସମେତ ଅନ୍ୟାନ୍ୟ ଦେଶମାନଙ୍କରେ ଢେର ବେଶୀ। ଆମ କେନ୍ଦ୍ରାପଡ଼ାରେ ମଧ୍ୟ ଏହାର ଚାହିଦା ଏହି ସାଣ୍ଡୱିଚ୍ ବାଲା ଭାଇଙ୍କ ପାଇଁ ବଢ଼ିଯାଇଛି। ମାତ୍ର 2 ମାସ ହେଲା ଏହି ଦୋକାନଟିଏ କରିଥିଲେ ମଧ୍ୟ ଭାଇ ଆମର ଟିନେଜର୍ସ ଭାଇ ଭଉଣୀମାନଙ୍କର ଭଲ ପାଇବା ସାଣ୍ଡୱିଚକୁ ବେଶୀ ସମୟ ନେଇନାହାନ୍ତି। ଏଠି ଆପଣଙ୍କୁ ମାତ୍ର 30 ଟଙ୍କାରେ ମିଳିଯିବ ମିକ୍ସ ସାଣ୍ଡୱିଚ୍ ଆଉ 45 ଟଙ୍କାରେ ପନିର ସାଣ୍ଡୱିଚ୍, ତା ସହିତ ବର୍ଗର ଆଉ 4ଟା ଭେରାଇଟିର ମୋମୋ ସହିତ ଭାଇଙ୍କର ସ୍ପେଶାଲ ମହବ୍ବତ ସରବତ। ସାଙ୍ଗମାନେ କଥାଟି ଏମିତି କି ସମୟର ଦାସ ଆଉ ପରିସ୍ଥିତିର ଫାସ ଭାଇଙ୍କୁ ବନେଇ ଦେଇଛି ସାଣ୍ଡୱିଚ୍ ବାଲା। ଭାଇ ଜଣେ ୱେଲ୍ ଏଜୁକେଟେଡ୍, ଡିପ୍ଲୋମା ପରେ ବାଙ୍ଗାଲୋରରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ। ବାପାଙ୍କର ହଠାତ୍ କ୍ୟାନ୍ସରରେ ଡେଥ୍ ହେଲା ପରେ ଘରର ସବୁ ଦାୟିତ୍ୱ ଆସିଯାଏ ଭାଇଙ୍କ ମୁଣ୍ଡକୁ, ଆଉ ସେତେବେଳେ ଆରମ୍ଭ ହୋଇଯାଏ ଜୀବନର ଯୁଦ୍ଧ, ଆଉ ଆରମ୍ଭ ହେଲା ସାଣ୍ଡୱିଚ୍ର ଅଭିଯାନ। ଖାଲି ପେଟ ଆଉ ଖାଲି ପକେଟ୍ ଜୀବନରେ ବହୁତ କିଛି ଶିଖାଇଛି ବୋଲି ଭାଇ କୁହନ୍ତି। ମୁଁ ମୋ ଲାଇଫ୍ରେ ପ୍ରଥମ ଥର ପାଇଁ ଖାଇଲି ସାଣ୍ଡୱିଚ୍, ଆଉ ଟେଷ୍ଟ ବହୁତ ଭଲ ଥିଲା। ସତ କଥାଟିଏ କହିବି ସାଙ୍ଗମାନେ, ଆମ ଭିତରେ ବହୁ ଜଣ ଭାଇ ଭଉଣୀ ଥିବେ ଯିଏକି ସାଣ୍ଡୱିଚ୍ ପିଜା ଦୋକାନ ସାମ୍ନା ଦେଇ ମାଟି ମାଡ଼ନ୍ତିନି, ଏହାର ରେଟ୍ ଅଧିକ ହୋଇଥିବ ବୋଲି ଭାବି, କିନ୍ତୁ ଏହା ମାତ୍ର 30 ଟଙ୍କାରେ ମିଳୁଛି ଆମ କେନ୍ଦ୍ରାପଡ଼ାରେ। ଆମ କେନ୍ଦ୍ରାପଡ଼ାରେ ଯେଉଁ ଭାଇ ଭଉଣୀମାନେ ଏଠି ଟ୍ରାଏ କରିଛନ୍ତି ଛୋଟ ମତାମତଟେ ନିହାତି ଦେବେ, ଆଉ ଭାଇଙ୍କ ପରିଶ୍ରମ ପାଇଁ ଗୋଟେ ଛୋଟିଆ ଲାଇକ୍ଟେ ନିହାତି ଦେବେ। ଏଥିରେ ପଡ଼ୁଥିବା ଇନଗ୍ରେଡ଼ିଏଣ୍ଟସର ଭିଡ଼ିଓ ନେକ୍ସଟ ଆଣିବି କି ନାହିଁ କମେଣ୍ଟ କରନ୍ତୁ। ଜୟ ବଳଦେବ ଜୀ।